ଚାଲନ୍ତୁ ଆଜି ଆମେ ରେଷ୍ଟୁରାଣ୍ଟ ଢାବାରେ ମିଳୁଥିବା ଆଳୁ ପୁର ଦିଆ କୁଲଚା ବନେଇବା। ବିନା ଓଭେନରେ ବନିକି ରେଡ଼ି ହେଇଯିବ, ତା ପୁଣି ବିନା ଇଷ୍ଟରେ। ବନେଇବା ଅତି ସହଜ ଆଉ ଖାଇବା ପାଇଁ ମଧ୍ୟ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଦେଖିପାରୁଥିବେ କେତେ ଫୁଲା ଫୁଲା ବନିଛି ଆଉ କେତେ ନରମ ବନିଛି। ଯେହେତୁ ଆକୁ ଆମେ ଆଳୁ ପୁର ଦେଇ ବନେଇଛେ ନା, ବିନା ତରକାରୀରେ ଆପଣ ଖାଇନେବେ। ଡିନରରେ ବନେଇ ପାରିବେ, ଗେଷ୍ଟ ଆସିଲେ ମଧ୍ୟ ବନେଇକି ରେଡ଼ି କରିପାରିବେ। ପିଲା ହୁଅନ୍ତୁ ବା ବଡ଼, ସମସ୍ତେ ଖାଇବା ପାଇଁ ପସନ୍ଦ କରିବେ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି କିମ୍ବା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ ଗୋଟେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ତା ସହିତ ଭିଡ଼ିଓକୁ ପ୍ଲିଜ୍ ଗୋଟେ ଲାଇକ୍ କରିବେ। କୁଲଚା ବନେଇବା ପାଇଁ ପ୍ରଥମେ ଗୋଟେ ମିକ୍ସିଂ ବାଉଲରେ 2 କପ୍ ମଇଦା ଦେଇ ଦେଉଛି। ତା ସହିତ ସ୍ୱାଦ ହିସାବରେ ଅଧା ଚାମଚ ଲୁଣ ଦେଇଦେବି। ଯଦି ଆପଣଙ୍କୁ ଟିକେ ମିଠା ପସନ୍ଦ, ଆପଣ ଏଠି 2 ଚାମଚ ଚିନିର ପାଉଡ଼ର ଦେଇପାରିବେ। ଏତିକି ଜିନିଷ ଦେଇ ସାରିଲା ପରେ ଏଠି ଆମେ କ'ଣ କରିବା ନା, ଭଲସେ ଟିକେ ମିଶାଇ ନେବା। ମିଶାଇ ସାରିଲା ପରେ ମଝିରେ ଏମିତି ଟିକେ ଫାଙ୍କା ଟାଇପ୍ର କରିନେବେ। ଏଠି ଆମେ ଦହି ୟୁଜ୍ କରିବା। ଏଠି ମୁଁ ଅଧା କପ୍ ଦହିକୁ ଆଗରୁ ଭଲସେ ଫେଣ୍ଟି ନେଇଛି। ଯେତେ ଭଲସେ ଫେଣ୍ଟିବେ ନା, ସେତେ ଭଲସେ ଫର୍ମେଟ୍ ହେବ। ସେଥିପାଇଁ ଆଗରୁ ଫେଣ୍ଟି ନେବେ। ଫେଣ୍ଟି ନେଇ ସାରିଲା ପରେ ମୁଁ ଏଠି ସବୁ ଦହିକୁ ଦେଇଦେବି। ଅଧା କପ୍ ଦହି ନେଇଛି, ଯଦି ଚାମଚରେ ମାପିବେ ନା, ପାଖାପାଖି 5ରୁ 6 ଚାମଚ ହେବ। ତା ସହିତ ଅଧା ଚାମଚ ଖାଇବା ସୋଡ଼ା, 1 ଚାମଚ ମୁଁ ଏଠି କ'ଣ କରୁଛି ନା, ବେକିଂ ପାଉଡ଼ର ୟୁଜ୍ କରୁଛି। ଏତିକି ଜିନିଷ ଦେଇ ସାରିଲା ପରେ ଆକୁ ଆମେ କ'ଣ କରିବା ନା, ଭଲସେ ଟିକେ ମିଶାଇ ନେବା। ଯେହେତୁ ଆକୁ ବିନା ଇଷ୍ଟରେ ବନାଉଛେ ନା, ଭଲସେ ସ୍ପଞ୍ଜି ବନେଇବା ପାଇଁ ମୁଁ ଏ ପ୍ରୋସେସ୍ କରୁଛି। ଦେଖିପାରୁଥିବେ ବେକିଂ ସୋଡ଼ା, ବେକିଂ ପାଉଡ଼ର ମିଶାଇ ସାରିଲା ପରେ କେତେ ବଢ଼ିଆ ସେ ପୁରା ଦହି ଫର୍ମେଟ୍ ହେଉଛି। ଏବେ ଆମେ କ'ଣ କରିବା ନା, ଏଇପରି 2ରୁ 3 ମିନିଟ୍ ବାହାରେ ଛାଡ଼ିଦେବା। ତାପରେ ଏଠି ଆମେ କ'ଣ କରିବା ନା, ମଇଦା ସହିତ ଧୀରେ ଧୀରେ ମିଶାଇବା। ମିଶାଇକି ଭଲସେ ପ୍ରଥମେ ଆପଣ କ'ଣ କରିବା ନା, ଚକଟି ନେବେ। ଚକଟି ନେଇ ସାରିଲା ପରେ ଆପଣଙ୍କୁ ଯେତିକି ପାଣି ଦରକାର ହେବ ତାପରେ ଯାଇ ୟୁଜ୍ କରିବେ। ଏକାଥରେ ପାଣି ଦେବେନି, ଅଳ୍ପ ଅଳ୍ପ ପାଣି ଦେବେ। ପାଣି ଦେଇକି ଏଠି ଆପଣ ଚକଟି ନେବେ। ଯେହେତୁ ଏଠି ମଇଦା ଚକଟୁଛନ୍ତି ନା, ପ୍ରଥମେ ତ ହାତରେ ଲାଗିଯିବ। ସେଥିପାଇଁ ଏଠି ପ୍ରଥମେ ଅଳ୍ପ ପାଣି ଦେବେ। ପାଣି ଦେଇକି 1ରୁ 2 ମିନିଟ୍ ପ୍ରଥମେ କ'ଣ କରିବେ ନା, ଚକଟି ନେବେ। ଯଦି ଆପଣଙ୍କ ହାତରେ ଲାଗିଯାଉଥିବ, ଆପଣ ଏଠି କ'ଣ କରିବେ ନା, ହାତରେ ଟିକେ ମଇଦା ହେଉ ବା ତେଲ ମଧ୍ୟ ଲଗାଇ ପାରିବେ। ସୋରିଷ ତେଲ ଲଗାଇବେନି, ମୁଁ ଯେମିତି ଏଠି ରିଫାଇନ୍ ତେଲ ଦେଉଛି, ସେମିତି 1 ଚାମଚ ରିଫାଇନ୍ ତେଲ ଦେଇଦେବେ। ହାତରେ ଦେଇ ସାରିଲା ପରେ ଆକୁ ପାଖାପାଖି 10ରୁ 15 ମିନିଟ୍ ଏଠି ଆପଣ କ'ଣ କରିବେ ନା, ଚକଟି ନେବେ। ଯେତେ ଚକଟିବେ ସେତେ ନରମ ବନିବ ଆଉ ପୁରା ଫୁଲା ଫୁଲା ବନିବ। ତା ସହିତ ଖାଇବା ପାଇଁ ମଧ୍ୟ ପାଟିକୁ ପୁରା ସ୍ପଞ୍ଜି ଟାଇପ୍ର ଲାଗିବ। ଦେଖିପାରୁଥିବେ ମୁଁ 15 ମିନିଟ୍ ହେବ ଚକଟି ନେଇଛି। ଏବେ ଆମେ କ'ଣ କରିବା ନା, କଭର୍ କରିନେବା। କଭର୍ କରିକି ରେଷ୍ଟ ହେବା ପାଇଁ ପାଖାପାଖି 10 ମିନିଟ୍ ଛାଡ଼ିଦେବା। ତା ଭିତରେ ଚାଲନ୍ତୁ ଆଳୁର ଷ୍ଟଫିଂ ବନେଇବା। ସେଥିପାଇଁ ଗୋଟେ ଜାଗାରେ 2ଟି ମିଡ଼ିୟମ୍ ସାଇଜ୍ର ଆଳୁକୁ ଚୋପା ଛଡ଼େଇକି ପୁରା ଏଠି ଚକଟି ନେଇଛି। ଆଳୁକୁ ଦେଇଦେବା। ଦେଖିପାରୁଥିବେ ଆଳୁକୁ ପୁରା ଏମିତି ଫାଇନଲି ଚକଟିବେ, ଯାହାଫଳରେ ଆମର ଟୋଟାଲି ଫାଟିବନି। ଯଦି ଟିକେ ଗେଟା ରହିଯିବ ନା, ଆମେ ଯେତେବେଳେ ବେଲିବା, ତାହେଲେ ଆମର କ'ଣ ହେବ ନା, କୁଲଚାଟା ଫାଟିଯିବ। ଏବେ ଆମେ କ'ଣ କରିବା ନା, ସ୍ୱାଦ ହିସାବରେ ଲୁଣ ଦେବା। ମୁଁ ଏଠି ପୁରା ସିମ୍ପଲ୍ ଆଳୁ ମସଲା ବନାଉଛି। ଯଦି ଆପଣଙ୍କୁ ଚଟପଟା ପସନ୍ଦ, ଆପଣ ଏଠି ଚାଟ୍ ମସଲା ଦେଇପାରିବେ, ଗରମ ମସଲା ଦେଇପାରିବେ, ନହେଲେ ଧନିଆ ଗୁଣ୍ଡ ମଧ୍ୟ ଦେଇପାରିବେ। ତା ସହିତ କଲର୍ ପାଇଁ ଅଳ୍ପ ଟିକେ କାଶ୍ମୀରୀ ଚିଲି ପାଉଡ଼ର ଦେଇଦେବା। ଆଉ ଅଳ୍ପ ଟିକେ କଞ୍ଚା ଲଙ୍କା କାଟିକିରି ଦେଇଦେବା। ଆଉ ବହୁତ ସାରା ଧନିଆ ପତ୍ର ଦେଇଦେବା। ଏତିକି ପୁରା ସିମ୍ପଲ୍ ରଖିଛି। ଯଦି ଆପଣ ଚାହିଁବେ ପିଆଜ ମଧ୍ୟ ଏଠି ଦେଇପାରିବେ। ତାପରେ ସବୁ ଜିନିଷକୁ ପ୍ରଥମେ ଆମେ କ'ଣ କରିବା ନା, ମିଶାଇ ନେବା। ଏଠି ଆମର ଷ୍ଟଫିଂ ପାଇଁ ପୁରା ଆଳୁ ମସଲା ବନିକି ରେଡ଼ି ସରିଲାଣି। ଏବେ ଆମେ ଗୋଟେ ସାଇଡ଼ରେ ରଖିନେବା। ଚାଲନ୍ତୁ ଚେକ୍ କରିନେବା। ପାଖାପାଖି 10 ମିନିଟ୍ ପରେ ମୁଁ ଏଠି କଭର୍ କାଢ଼ିକି ଆପଣମାନଙ୍କୁ ଦେଖାଇ ଦେଉଛି। ଦେଖିପାରୁଥିବେ ଆମର ଯେଉଁ ମଇଦାର ଚକଡ଼ା ନା, ପୁରା ଫୁଲିକି ପୁରା ସ୍ପଞ୍ଜି ଟାଇପ୍ର ହେଇଯାଇଛି। ଏବେ କ'ଣ କରିବା ନା, ଜଷ୍ଟ 1 ମିନିଟ୍ ହାତରେ ଏମିତି ଟିକେ ମିଶାଇ ନେବେ। ମିଶାଇ ସାରିଲା ପରେ ମାନେ ମିଡ଼ିୟମ୍ ସାଇଜ୍ର ଏଠି କ'ଣ କରିବା ନା, ଗୁଲା ଟାଇପ୍ର ବନେଇ ନେବେ। ଦେଖିପାରୁଥିବେ ମୁଁ ଏଠି ଯେଉଁ ବଲ୍ ଟାଇପ୍ର ବନେଇଛି ନା, ପୁରା ମିଡ଼ିୟମ୍ ହିଁ ରଖିଛି। ବେଶୀ ବଡ଼ କରିନି ନା ବେଶୀ ଛୋଟ କରିନି। ଏବେ ଆମେ କ'ଣ କରିବା ନା, ଏମିତି ଗୋଟେ ବଲ୍କୁ ହାତରେ ଧରିବା। ଯେମିତି ଆପଣ ପିଠାର ଖୋଳପା ବନାନ୍ତି ନା, ପ୍ରଥମେ ସେମିତି କରିନେବେ। ତାପରେ 1 ଚାମଚ ଆଳୁ ମସଲା ଦେଇଦେବେ। ଆପଣ ଯଦି ଚାହିଁବେ ବିନା ଆଳୁ ମସଲାରେ ଖାଲି କୁଲଚା ମଧ୍ୟ ବନେଇକି ରେଡ଼ି କରିପାରିବେ। ଏ ପ୍ରୋସେସ୍କୁ ଟୋଟାଲି ସ୍କିପ୍ କରିବେ। ଏବେ ଚାଲନ୍ତୁ ଏଠି ଆମେ କ'ଣ କରିବା ନା, ଯେମିତି ଆପଣ ମଣ୍ଡା ପିଠା ବନାନ୍ତି ସେମିତି ପ୍ରଥମେ କ'ଣ କରିବା ନା, ହାତରୁ ଏମିତି ସାଇଜ୍ରେ କ'ଣ କରିବା ନା, 1 ପାପୁଲି ଉପରେ ରଖିବେ। ଆଉ 1 ପାପୁଲିକୁ କ'ଣ କରିବା ନା, ଆଙ୍ଗୁଠିକୁ ଏଇପରି ଚଲେଇବେ ଆଉ ତା ମୁହଁକୁ ପୁରା ବନ୍ଦ କରିନେବେ। ଯଦି କିଛି ଏକ୍ସଟ୍ରା ଅଟା ବାହାରୁଥିବ, ତାହେଲେ ତାକୁ ବାହାର କରିନେବେ।
हाथ में प्रथमे कौन करें ना एमती टिके एमती चापी नेबे पापुली साहाय्य आउ टिके बड़ सेप्र करें। एपटे मुझे कौन करना बेलना पेड़ी उपर किसी मैदा को डस्ट कर एबे कौन करवा ना जो आलू पुर देकी रखी रखीदबा रखी सारा अल्प मैदा सहित आपको आम कौन करना टिके हल्का हाथ में प्रेस कर नबा आउ टिके साइज टिके बड़ हो गला आप बेलना काठी साहाय्य आपन कौन करें ना टिके जस्ट लंबा भाव बेली नेबे जेमती कुलचार सेप ना सेहीपरी देबे रोटीर सेप एटी देबेनी। आपण मैंने देखिपे पूरा लंबा टाइप बेली नहीं बेली नहीं सारा आपण मैंने रेस्टोरेंट जो कुलचा खाई देखिथे ऊपर बहुत सारा कौन होता है ना धनिया पत्र रही है ता सहित कला जीरा रही है तारी सेप देवाई आट्राक्टिव लुक देखा मुझे कौन करना अल्प टिके कला जीरा दे दूची ता सहित अल्प टिके धला राशि देदबा आउ धनिया पत्र काटिकी देदबा एमती तो सुंदर बहुत देखा ता सहित टेस्ट बहुत भल आसीबो। वीडियो को आगु को नबा आगु आपण मानक गोटे छोट अनुरोध दर्शक बंधु आपण मानक जदि वीडियोटी पसंद आसीबो प्लीज वीडियो को लाइक करिवे ता सहित आपण माने को जगार देखुछंती निश्चय कमेंट करी जणेबे। एबे आमे कौन करे ना हल्का भाबे टिके प्रेस करी नबा बेली सारा पर चलता को बनइबा सेथिपई प्रथमे आपण कौन करे ना गोटे कड़ई हो बा पैन बसइबे भल से पैन बा कड़ई गरम हो गला पर आपण कौन करे ना 3 ରୁ 4 चामच पानी दे देबे। पानी दे सारा पर मीडियम फ्लेम रे प्रथमे पानी को एमती गरम होपाई देबे। पानी रे जतबे एमती बबल टाइप रो आसीबो ना आपण कौन करिवे ना जो कुलचा बनइथिबे ताकू कड़ईर सेंटर रे कौन करें ना एमती रखीने रखी सारा पर कभर करने मीडियम फ्लेम रे पाखापाखि 3 ରୁ 4 मिनट छाड़ीदेवे। 4 मिनट पर देखिए पानी टोटाली सुखीज ता सहित आपण मैंने देखिए पूरा कुलचा पूरा भल से सीझी जाइए फुली जापर कौन करें ना ऊपर बटर बा ऑयल टिके ना एमती कौन करें ना ग्रेस करने जदि आप चाहिए बिना बटर बिना ऑयल रे बनईकी रेडी करें। एबे हमें कौन करें ना आराम से टिके एमती ओल्टई नबा प्रथम जो आप ओल्टइबे प्रथम कुलचार टिके कड़ई रे लगी जाए किंतु सेकेंड कुलचा बनैला बेले पूरा आराम से पूरा ओल्टी जीवो देखिपे केते सुंदर से गोटे पट कलर आसी आ केते बढ़िया से पूरा हो जाइए। मु ऊपर टिके एमती ऑयल टिके ग्रेस कर नहीं आपन जदि चाहिए ऑयल को स्किप करें। अब देखो आ गोटे पट बढ़िया से पूरा सेकी हो गलानी। यही प्रोसेस रे मुझे सबू कुलचा को प्रथमे बनई नहीं आपण मैंने देखिपे केते सुंदर से मो कुलचा बनिकी रेडी होती खायापी बहुत स्वादिष्ट लगी था। गोटे थर ट्राए करंतु केमिति बनिला मो सहित कमेंट सेक्शन रे शेयर करंतु। पुणी देखा नेक्स्ट वीडियो रे रहिली धन्यवाद।